ଓଏସ୍ଏସ୍ସି ରେ ଆସିଛି ନିଯୁକ୍ତି ସୁଯୋଗ। ଦର୍ଶକ ବନ୍ଧୁ, ଓଏସ୍ଏସ୍ସି ର CHSL ରେ ବାହାରିଛି 324ଟି ପଦବୀ। ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ ତାରିଖ ହେଉଛି 27/11/2024ରୁ ଆବେଦନର ଶେଷ ତାରିଖ ହେଉଛି 26/12/2024। ଏହି ପଦବୀ ପାଇଁ ବୟସ ସୀମା ରହୁଛି ସର୍ବନିମ୍ନ 21 ବର୍ଷ, ସର୍ବାଧିକ 38 ବର୍ଷ। ପୋଷ୍ଟର ନାମ ହେଉଛି ସଏଲ୍ କଞ୍ଜରଭେସନ୍ ଏକ୍ସଟେନ୍ସନ୍ ୱାର୍କର। ଏଥିପାଇଁ ଯଦି ଆମେ ଶିକ୍ଷାଗତ ଯୋଗ୍ୟତା ଦେଖିବା, ମିନିମମ୍ ଶିକ୍ଷାଗତ ଯୋଗ୍ୟତା +2 ପାସ୍ ହୋଇଥିବା ଦରକାର। +2 ପାସ୍ ସାଇନ୍ସ କିମ୍ବା ଭୋକେସନାଲ୍ କରିଥିବା ଦରକାର। ଦେଖନ୍ତୁ ଦର୍ଶକମାନେ, ଏହିଟି ହେଉଛି ଏହାର ଅଫିସିଆଲ PDF ଲିଙ୍କ। ଏହି PDFରେ ଷ୍ଟାର୍ଟ ଡେଟ୍, ଏଣ୍ଡ ଡେଟ୍ ଅନଲାଇନ୍ ଆପ୍ଲିକେସନ୍ ଅଛି। ଏହାପରେ ଦେଖନ୍ତୁ, ଏହା ହେଉଛି ଗ୍ରୁପ୍ C ଟାଇପ୍ର ଜବ୍। ଯଦି ଦରମା ବିଷୟରେ କହିବା ତ ଏଥିରେ ଲେବଲ୍ 5ର ଦରମା ମିଳିବ, ଯାହା ସର୍ବନିମ୍ନ ଆପଣଙ୍କର 29,000 ଟଙ୍କା ରହିବ, ସର୍ବାଧିକ 92,000 ଟଙ୍କା ରହିବ। ଏହାପରେ 324 ପୋଷ୍ଟ ମଧ୍ୟରୁ ଅନରିଜର୍ଭ ପାଇଁ 188ଟି ପୋଷ୍ଟ ରହୁଛି। SC/BC ପାଇଁ 2ଟି ପୋଷ୍ଟ ରହୁଛି ଏବଂ SC ପାଇଁ 60ଟି ପୋଷ୍ଟ ରହୁଛି। ST ମାନଙ୍କ ପାଇଁ 74ଟି ପୋଷ୍ଟ ରହୁଛି। ଟୋଟାଲ 324ଟି ପଦବୀ ରହୁଛି। ଏହାପରେ ଦେଖନ୍ତୁ, ଯଦି ଏକ୍ଜାମ ବିଷୟରେ ଆମେ ଜାଣିବା, ଏକ୍ଜାମରେ ରହୁଛି ପ୍ରଥମେ ପ୍ରିଲିମିନାରୀ ଟେଷ୍ଟ, ଏହାପରେ ମେନ୍ ଏକ୍ଜାମ, ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍। ପ୍ରିଲିମିନାରୀ ଏକ୍ଜାମଟି ରହିବ 150 ମାର୍କର। ଏହା ମଲ୍ଟିପୁଲ୍ କୋଶ୍ଚିନ୍ ରହିବ। ଆପଣ ଏହାପରେ ମେନ୍ ଏକ୍ଜାମ ଦେବେ। ଯଦି କ୍ୱାଲିଫାଏ ହେବେ ତାହେଲେ ଡକୁମେଣ୍ଟ ଭେରିଫିକେସନ୍ ଷ୍ଟେଜକୁ ଯିବେ। ଇମ୍ପୋର୍ଟାଣ୍ଟ କଥାଟି ହେଉଛି, ଏହି ପରୀକ୍ଷାରେ ଆପଣଙ୍କର ନେଗେଟିଭ ମାର୍କ ରହିବ। ଆଉ ଗୋଟେ ମୁଖ୍ୟ କଥା ହେଉଛି, ପ୍ରିଲିମିନାରୀ କ୍ୱାଲିଫାଏ କରିଥିବା ପିଲାମାନେ ଯେତିକି ଭ୍ୟାକେନ୍ସି ଅଛି ତାହାର 5 ଗୁଣା ମେନ୍ ଏକ୍ଜାମ ପାଇଁ ନୋଟିସ୍ ଆସିବ। ମେନ୍ ଏକ୍ଜାମ କ୍ଲିୟର କଲା ପରେ ଆପଣ ଭାବିବେନି ଡକୁମେଣ୍ଟ ଭେରିଫିକେସନ୍ ନୋଟିସ୍ ଆସିଲେ ଚାକିରି ହେଇଯିବ। ଏହା ନୁହଁ, ଏହି ନୋଟିଫିକେସନ୍ ଅଛି ଯେ ମେନ୍ ଏକ୍ଜାମ କ୍ଲିୟର କଲା ପରେ ପୋଷ୍ଟର 2 ଗୁଣା ପିଲାଙ୍କୁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଡକାଯିବ। ପୋଷ୍ଟଟିକୁ ଯାଇ ଆପଣମାନେ ଓଏସ୍ଏସ୍ସିର ଅଫିସିଆଲ ୱେବସାଇଟ୍ରେ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ। ଧନ୍ୟବାଦ ଦର୍ଶକ ବନ୍ଧୁ।